ମାଥିଲି ସାପ୍ତାହିକ ହାଟରେ କୁଡ଼ କୁଡ଼ ଆବର୍ଜନା ସହିତ ଦୁର୍ଗନ୍ଧ। ପ୍ରଶାସନ କୁମ୍ଭ ନିଦ୍ରାରେ, ଲୋକ ହନ୍ତସନ୍ତ। କେବେ ହେବ ମାଥିଲି ସାପ୍ତାହିକ ହାଟର ସ୍ଥାୟୀ ସମାଧାନ? ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁକୁମାରେ ଶୁକ୍ରବାର ସାପ୍ତାହିକ ହାଟ ବ୍ରିଟିଶ ଅମଳରୁ ଚାଲି ଆସୁଛି, କିନ୍ତୁ ପ୍ରଶାସନର ଦୃଷ୍ଟି ପଡ଼ୁନଥିବାରୁ ହାଟରେ ବ୍ୟବସାୟୀମାନେ ବହୁ ସମସ୍ୟା ରହିଛି। କୌଣସି ପିଣ୍ଡି ତିଆରି ହୋଇନାହିଁ କିମ୍ବା କୌଣସି ସୁବିଧା ମଧ୍ୟ ହେଉନାହିଁ, କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ସପ୍ତାହରେ ଟିକସ ଆଦାୟ କରୁଛନ୍ତି। ମାଥିଲି ହାଟ ରାସ୍ତା ଦେଇ 36କୁ ସଂଯୋଗ ହୋଇଥିବା ବେଳେ ରାସ୍ତା ଦେଇ ଗଲେ କୁଡ଼ କୁଡ଼ ଆବର୍ଜନା ସହିତ ଗନ୍ଧ, ସେହି ରାସ୍ତା ଦେଇ ଗଲେ ନାକରେ କପଡ଼ା ଦେଇ ଯିବାକୁ ପଡ଼ିଥାଏ। ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ମାଥିଲି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିଗୋଚର ହେଉନଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି। ପୁରାତନ ବ୍ରିଟିଶ ଅମଳର ଶୁକ୍ରବାର ହାଟକୁ ପ୍ରାୟ ମାଥିଲି ବ୍ଲକର 20 ଗୋଟି ଗ୍ରାମ ପଞ୍ଚାୟତ ଲୋକେ ଏହି ଶୁକ୍ରବାର ହାଟ ଉପରେ ନିର୍ଭର କରିଥାନ୍ତି, କିନ୍ତୁ ବର୍ଷା ହେଲେ ବ୍ୟବସାୟ ନାହିଁ ନଥିବାର ସମ୍ମୁଖୀନ ହୋଇଥାନ୍ତି। ପିଣ୍ଡି ନଥିବାରୁ ବ୍ୟବସାୟୀ ଜରି ଟାଣି ବିକ୍ରି କରିଥାନ୍ତି। ଏପରି ସ୍ଥଳେ ବିଗତ ବର୍ଷରେ ପ୍ରଶାସନିକ ଅବହେଳା ଯୋଗୁଁ ଗଛ ପଡ଼ି ବ୍ୟବସାୟୀଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା। ହାଟର ଚତୁଃପାର୍ଶ୍ୱରେ ବହୁତ ବର୍ଷର ଶାଳ ଗଛ ରହିଅଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତାହେଲେ ଲୋକଙ୍କର କେତେବେଳେ ଜୀବନ ଯାଇପାରେ ବୋଲି ମାଥିଲି ଅଞ୍ଚଳବାସୀ କହିଛନ୍ତି। ମାଥିଲିରୁ ଦୀପକ ସାହୁଙ୍କ ରିପୋର୍ଟ, ବି ନ୍ୟୁଜ୍ ଓଡ଼ିଶା।